ପାଇଁ ଚାହେଁ। ଯଦି କୌଣସି ଧର୍ମରେ ସତ୍ୟତା ଅଛି ଆମର ଭଳିଆ ଶାସ୍ତ୍ର ଧରି ଆସନ୍ତୁ, ମିଟିଂ ଆୟୋଜନ କରନ୍ତୁ, ଘୁରି ଘୁରି ଲୋକକୁ ବୁଝାନ୍ତୁ, କୁହନ୍ତୁ ଏ ଠେଙ୍ଗା ବାଡ଼ି ଧରି କରି ନିରୀହ ଲୋକକୁ ମାରି କରି ଧମକାଇ କରି ତୁମେ ଧର୍ମ ସ୍ଥାପନ କରିବ, ହୁଏତ ଡରାଇ କରି ତୁମେ ସଂଖ୍ୟା ବଢାଇ ପାରିବ, କାହାକୁ ପରିବର୍ତ୍ତନ କରିପାରିବ ନାହିଁ। ପ୍ରିୟମାନେ, ସତ୍ୟତା ହିଁ ପରିବର୍ତ୍ତନ କରିବ। ଆଉ ସେ ସତ୍ୟ ଆଉ ଦ୍ୱିତୀୟ କେହି ନାହାନ୍ତି, ଯୀଶୁ ଅଟନ୍ତି। ମଝିରେ ଜଣେ କହୁଥିଲେ କଣ ବୋଲିକରି, ନାଇଁ ଯୀଶୁ ଖ୍ରୀଷ୍ଟ ତାଙ୍କର ଅଜ୍ଞାତ 18 ବର୍ଷରେ ସେ କଣ କରିଥିଲେ, ସେ ସତ୍ୟତା ଅନ୍ବେଷଣ କରିବା ପାଇଁ ଭାରତକୁ ଆସିଥିଲେ। କିଛିଟା ଅନ୍ବେଷଣ କରିବା ପାଇଁ ଜହନ 14:6 ପଢିଲାର ନାହିଁ। ଜହନ 14:6 କଣ ଲେଖା ହେଇଛି? ଯୀଶୁ ତାହାଙ୍କୁ କହିଲେ, ଯୀଶୁ କାହାକୁ କହିଲେ? ଥମାକୁ କହିଲେ, ଆରେ ଥମା ତୁ ଭାରତକୁ ଯିବୁ ନାହିଁ କି? ଶୁଣିଥା, ଯୀଶୁ ତାହାକୁ କହିଲେ, ମୁଁ ପଥ ମୁଁ ସତ୍ୟ ପଥ, ମୁଁ ସତ୍ୟ, ମୁଁ ଜୀବନ ଅଟେ। ହଁ, ମୋ ଦେଇ ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ଯୀଶୁ ସତ୍ୟତା ଅନ୍ବେଷଣ କରିବା ପାଇଁ 18 ବର୍ଷ ବୁଲି ନାହାନ୍ତି, ସେ ହିଁ ସତ୍ୟ ଅଟନ୍ତି। ହି ଇଜ ଦ ଟ୍ରୁଥ। ସେ ଟ୍ରୁଥ ଫାଇଣ୍ଡିଂ କରିବାକୁ ବୁଲି ନାହାନ୍ତି, ସେ ସତ୍ୟ ଅନ୍ବେଷଣ କରିବାକୁ ବୁଲି ନାହାନ୍ତି, ସେ ହିଁ ସତ୍ୟ।